नमस्कार। तापस बेरा लाइव रे आपन को स्वागत करुच्ची मु तापस। आजिर स्वतंत्र उपस्थापन रे आम सहित साक्षात होते सुनीति पंचायतर मुरबी बुद्धिजीवी श्रीजुक्त अनंत कुमार भूया। आज आमे एक भिन्न धरण साक्षात करूँ। गृह को जाइलु से तांकर विषय आमे जानिबा सहित से समाज पई अनेक वार्ता देते एवं जो वार्ता देते निश्चित भाव जड़े भल मनीष हवा को हेले लोकंक प्रिय हवा को पड़िबो एवं लोकंक प्रिय हवा को हेले आपण जड़े भल मनीष भाव समाज रे परिणत होइथबो एवं ए सुनीतिर अनेक समस्या कथा से कहिथिले किपरि तार समाधान हबो से कथा मध्य से कहिथिले। आमे संपूर्ण वीडियो आपन को देखिबु। वीडियो रे आपण माने देखंतु अनंत बाबू को साक्षात्कार रे से कोन कहिसंती। अनंत कुमार भूया घर सुनीति पंचायत रो पूर्व सुनीति गाँव रे से सुनीति पंचायत रो मुरबी बुद्धिजीवी भावे परिचित। आज वार्धक्य बयसर परिणति रे से सिना घरे अछंती किंतु ताहा मध्य मानव सेवारे से लिप्त अछंती। मनीष को सेवा करिबा तांकर सबु बेले पई मन भितरे उत्साह एवं उद्दीपना थाए। से जेमिति जने मनीष न खाइले कि न पीले बंची हुए नहीं किंतु अनंत बाबूंक पाखरे खाइबा पीबा ठारू उपरे अछंती लोकंक सेवा करिबा। गत 2023 मसीह रे एक्सीडेंट जनित तांको गोडटी फ्रैक्चर हो जाइथिला। से फ्रैक्चर फल रे से ठीक से चली पारु नथिले किंतु से निजर सहारा बाड़ी रे निजे सबु काम करिबा पई निजको से सक्षम मने करूथिले किंतु ता ठारू आउरी बड़ उपकार करूथिले तांको निज पत्नी। किंतु से भगवानंकर इच्छा ता पत्नी को मध्य सबुदिन पाई तांको छाड़ी की ता पाखो भगवान पाखो को चली जाइछंती। आज ताकू साहा निजर कथा कहिबा पाई निज भल मंद बुझिबा पाई ता स्त्रीर फोटोटीए ता रूम रे रखिछंती। आज तार गोटे मात्र सहारा हेउछंती तांकर एही कोठरी रखिथिबा हेमोपैथिक औषध एवं तार से सहारा बाड़ी। आज आमे तांको सहित देखा करिथिलु साक्षात करिथिलु। से निज जीवनी कथा कहिबा सहित समाजर अनेक भल भल कथा उपदेश देइथिले अनंत कुमार भूया। आमे एई साक्षात्कार रे आमे तांको मुहरु सुनिबा अनंत बाबू ए समाज पई की वार्ता रखुछंती।
ସୁନୀତି ଗାଁର ପୂର୍ବତନ ମୁରବୀ ବୁଦ୍ଧିଜୀବୀ ଶ୍ରୀଯୁକ୍ତ ବାବୁ ଅନନ୍ତ କୁମାର ଭୂୟାଙ୍କ ଗୃହରେ। ଅନନ୍ତ ବାବୁ ବିଗତ ଦିନରେ ସେ ସୁନ୍ତି ପଞ୍ଚାୟତର ଅନେକ ତାଙ୍କର ଅବଦାନ ରହିଛି, ଅନେକ ଲୋକଙ୍କ ସହିତ ତାଙ୍କର ପରିଚିତ ରହିଛି। ସେ ଜଣେ ଉପକାରୀ ବନ୍ଧୁ ଭାବେ ସୁନ୍ତି ପଞ୍ଚାୟତରେ ଥିଲେ। ଆଜି ବାର୍ଦ୍ଧକ୍ୟ ବୟସର ପରିଣତିରେ ସେ ଆଜି ଘରେ ଅଛନ୍ତି। କିଭଳି ଅଛନ୍ତି, କେମିତି ଅଛନ୍ତି, ତାଙ୍କ କଥା ବୁଝିବା ପାଇଁ ମୁଁ ତାପସ ବେରା ଲାଇଭ୍ରେ ଆମେ ଆପଣଙ୍କୁ ଦେଖେଇବୁ। ଆଜ୍ଞା, ଆପଣଙ୍କ ଟିକେ ପରିଚୟ ଦେବେ। ଶ୍ରୀ ଅନନ୍ତ କୁମାର ଭୂୟାଁ ମୋର ନାଁ। ଆପଣଙ୍କର ବର୍ତ୍ତମାନ ବୟସ କେତେ ଏବଂ ଆପଣ ଏଠି କିଏ କିଏ ଅଛନ୍ତି? ଆମର ବୟସ ହେଲା 78। ଆମର ପ୍ରଥମରେ ଆମେ ଓଡ଼ିଶାକୁ ଆସିକରି ଧାର ହାଣିଛୁ, ଜୀବନ କଟେଇଛୁ। ବସିକି ଏଇଠି ଆମେ ବସବାସ କରିଛୁ। ଆମ ସ୍ତ୍ରୀ ଏବେ ଇତିମଧ୍ୟ ମାନେ ମାସଖାନିକ ହେଲା ଈଶ୍ୱର ଲୋକେ ଯାଇଛି। ତେଣୁ ଆମେ ବାର୍ଦ୍ଧକ୍ୟ ହିସାବରେ ବସଛୁ। ଗୋଡ଼ଟା ଭାଙ୍ଗି ଯାଇଛି। ତେଣୁ କରିକିରି 1.5 ବର୍ଷ ଖଣ୍ଡେ ଗୋଡ଼ଟା ଭାଙ୍ଗିଛି। ତା ଉପରେ ଆମର ସ୍ତ୍ରୀ ଚାଲିଗଲା। ଆମେ ଏମିତି ବସଛୁ ଆଉ କ'ଣ ଅଛି। ଟୁକଟାକ ଆମେ ଟିକେ ଡାକ୍ତରୀ ଆଗେ କରିଥିଲୁ। ପେଷ୍ଟ ଆମର ଶିକ୍ଷା একমাত্র হোমিওপ্যাথ বিশেষজ্ঞ পাশ থেকে আমি উপদেশ পাইকি আমি শিক্ষা পাইলু। প্র্যাকটিস ঘরে বসিকি, তেণু করি আমি ঘরে বসিকি টুকটাক ঘর কাম দেখাশোনা করু। তৎসঙ্গে আমি টিকে চিকিৎসা করু। আমি অছু সেমিতি ଆଉ। ନିଶ୍ଚିତ ବର୍ତ୍ତମାନ ଆପଣ ଏଇଠି ଅଛନ୍ତି, ସୁନୀତିରେ ଅଛନ୍ତି, ପୂର୍ବ ସୁନୀତିରେ ଅଛନ୍ତି। କିଏ କିଏ ମାନେ ଘରେ ଅଛନ୍ତି ଏବଂ କେମିତି ଅଛନ୍ତି? ସ୍ତ୍ରୀ ପିଲା ଛୁଆ ନେଇକରି ଆମର 5 ଝିଅ ପୁଅ କରିକି 5 ଜଣ। ଆମର 2 ପୁଅ 3 ଝିଅ। ଆମେ ସବୁ 3 ଝିଅକୁ ବାହା ଦେଇଛୁ ପାଖାପାଖି। ଆଉ ପୁଅ 2 ଜଣକୁ ବାହା କରେଇଛୁ। ଏଇ ପୁଅ 2 ଜଣକୁ ନେଇକରି ଆମେ ସ୍ୱାମୀ ସ୍ତ୍ରୀ ଥିଲୁ। ଏକ ଜଣ ଆମର ସ୍ତ୍ରୀ ତ ଚାଲିଗଲା, ଆମେ ବସିଛୁ ଆଉ କ'ଣ ଅଛି। ନିଶ୍ଚିତ ଭାବେ ଇଏ ହେଉଛି ସୁନୀତି, କେନ୍ଦ୍ରାପଡ଼ା ଜିଲ୍ଲାର ପୁରା ଉପାନ୍ତ ଅଞ୍ଚଳରେ ହେଉଛି ସୁନୀତି। ଆପଣ ସୁନୀତିରେ ଅଛନ୍ତି। ବିଗତ ଦିନରେ ସୁନୀତି ପଞ୍ଚାୟତରେ ଆପଣଙ୍କର ଅନେକ ଲୋକପ୍ରିୟତା ରହିଛି। ଆପଣଙ୍କ କଥା ଅନେକ ଜାଗାରେ ବୁଦ୍ଧିଜୀବୀମାନେ ଆଲୋଚନା କରନ୍ତି ଯେ ମାନେ ଉତ୍ତର ସୁନୀତି, ପୂର୍ବ ସୁନୀତି ଗାଁରେ ଅନନ୍ତ ବାବୁ ଅଛନ୍ତି। କିନ୍ତୁ ବର୍ତ୍ତମାନ ଆପଣ ସେଇ ସୁନୀତିରେ ଆପଣ ମାନେ ସୁନୀତିର ପରିସ୍ଥିତି, ସୁନୀତିର ଅବସ୍ଥା ଆପଣଙ୍କର ମାନେ ଯେଉଁ ସମୟରେ ଆପଣ ଦାୟିତ୍ୱରେ ଥିଲେ ବା ଆପଣ ମାନେ ମୁରବିତ୍ୱ କରୁଥିଲେ, ଆପଣ ମାନେ ବିଭିନ୍ନ ସମସ୍ୟା ସମାଧାନ କରୁଥିଲେ, ସମସ୍ୟାରେ ଆପଣ ଯାଇକି ତା'ର କିପରି ବାଟ ବାହାର କରୁଥିଲେ, ବର୍ତ୍ତମାନ ଯେଉଁ ସୁନୀତିରେ ଆପଣ କ'ଣ ଅନୁଭବ କରୁଛନ୍ତି? କିପରି ଭାବେ ସୁନୀତି ବର୍ତ୍ତମାନ ପରିଚାଳିତ ହେଉଛି? ସୁନୀତି ପଞ୍ଚାୟତ ସେତେବେଳେ ଗଠନ ନ ହେଇଥିଲା। ଆମେ ଯେତେବେଳେ ଆମର ପ୍ରଥମ ଜୀବନରେ ପଞ୍ଚାୟତ ସୁନୀତି ପଞ୍ଚାୟତ ଗଠନ ନ ହେଇଥିଲା, ଆମେ ଗୋଗା ପଞ୍ଚାୟତ ଅଧୀନେ ଥିଲୁ। ଏବେ ପଞ୍ଚାୟତ ଗଠନ ହେଲା। ତାପରେ ପରେ ରାଜନୀତି ଆସିଲା। ତେଣୁକରି ରାଜନୀତି ପଲିଟିକ୍ସ ହିସାବରେ ଯାହା ଚଳିବାର କଥା ଚଳୁଛି। ଆମେ ସେ ବିଷୟରେ ଆଉ ବେଶୀ କିଛି କହିବୁ। ନିଶ୍ଚିତ ଭାବେ ବର୍ତ୍ତମାନ ଯେଉଁ ଭତ୍ତା ହେଇଛନ୍ତି କି ବିଭିନ୍ନ ସରକାରରୁ ଯେଉଁ ସହଯୋଗ ବା ସୁବିଧା ସମସ୍ତଙ୍କ ପାଇଁ ରହିଛନ୍ତି, ବାର୍ଦ୍ଧକ୍ୟ ପାଇଁ ରହିଛନ୍ତି, ଆପଣ ସରକାରର ସବୁ ପ୍ରକାର ସୁବିଧା ପାଉଛନ୍ତି? ଆଜ୍ଞା, ଆମର ତ ଭତ୍ତା ହେଇଛି। ଆଉ ରେସନ କାର୍ଡ଼ ବି ହେଇଛି। ପ୍ରାୟ ସମସ୍ତେ କମ ବେଶୀ ଆମମାନଙ୍କର ହେଇଛି। ହେଇନି ଏମିତି ସେମିତି ନୁହେଁ। କାହାର ନ ହେଇଥିବ, କିନ୍ତୁ ହେଇଛି ମୋଟାମୋଟି ଆମର ହେଇଛି। ଆଚ୍ଛା, ହଉ। ଆଜି ମୁଁ ଆଉ ଗୋଟେ କଥା ପଚାରିବି। ବର୍ତ୍ତମାନ ସୁନୀତିର କେଉଁ ସମସ୍ୟା ବୋଲି ଆପଣ ଅନୁଭବ କରୁଛନ୍ତି ଯେ ଏହି ସମସ୍ୟାର ସମାଧାନ, ମାନେ ସମସ୍ୟା ମାନେ କ'ଣ? ଯେ ଉନ୍ନତି, ଯେମିତି ରାସ୍ତା ହେଉ, ଘର ହେଉ, ସ୍କୁଲ ହେଉ, ଏମିତି ଆପଣ କେଉଁ ଜିନିଷ ପ୍ରତି ଅବହେଳା ବୋଲି ଆପଣ ଅନୁଭବ କରୁଛନ୍ତି? ଆମର ବିଶେଷ ଅସୁବିଧା ବର୍ତ୍ତମାନ ଆମର ଜୀବନରେ ପ୍ରଥମରୁ ଏ ପର୍ଯ୍ୟନ୍ତ ବିଲବାଡ଼ି ସମସ୍ୟା ଆମେ ଦୂରଭୀତ ହେଉନି। ଆମକୁ ଜାଗା ସେମିତି ଇଏ ଅନୁପସ୍ଥିତ ହିସାବରେ ଅଛି। ରାସ୍ତାଘାଟ ଆଜ୍ଞା ସେଟଲମେଣ୍ଟ ହେଇନି। ସେଟଲମେଣ୍ଟ ହେଇନି। ତେଣୁ କରିକିରି
রাস্তাঘাট হয়েছে আগের তুলনা হয়েছে, হয়নি এমন কথা নୁହେଁ, କିନ୍ତୁ ଆମର ବିଲ ବାଡ଼ି ସେଟଲମେଣ୍ଟ ହେଇନି କି ବନ୍ଧ ଆମର ସୁବିଧା ନାହିଁ। ନିଶ୍ଚିତ ଭାବେ ଆଜି ଆମେ ଅନନ୍ତ ବାବୁ ପାଖକୁ ଆସିଥିଲୁ। ସେ ଗୋଟେ କଥା ଗୋଟେ ବଡ଼ ପ୍ରସଙ୍ଗ କହିଲେ, ଯଦି ଆମ ଇଏ ଅଞ୍ଚଳରେ ଯେଉଁ ଜମିର ସମସ୍ୟା ରହିଛି ଯଦି ସରକାର ତାକୁ ଦୃଷ୍ଟି ଦେବେ, ନିଶ୍ଚିତ ଭାବେ ଏ ଅଞ୍ଚଳବାସୀ ଅନେକ ଲୋକ ବହୁତ ଉପକୃତ ହେବେ। ଗୋଟେ ବଡ଼ କଥା ହେଲା, ଯଦି କୌଣସି ଘରେ ଜଣେ ପିଲା ତାଙ୍କର ଇନକମ୍ ସାର୍ଟିଫିକେଟ୍ ହେଉ, ରେସିଡେଣ୍ଟ ସାର୍ଟିଫିକେଟ୍ ହେଉ କି କାଷ୍ଟ ସାର୍ଟିଫିକେଟ୍ ହେଉ ବାହାର କରିବାକୁ ହେଲେ ପଟ୍ଟାର ଆବଶ୍ୟକତା ରହିଛି। କିନ୍ତୁ ସରକାର ଆମକୁ ପ୍ରତିଶ୍ରୁତି ଅନେକ ଦିନ ହେଲା ଦେଇଛନ୍ତି, କିନ୍ତୁ ପଟ୍ଟା ଆଜି ପର୍ଯ୍ୟନ୍ତ ସେ କରିପାରିନାହାନ୍ତି। ଯଦି ସମସ୍ତଙ୍କ ପାଖରେ ପଟ୍ଟା ରହିବ, ନିଶ୍ଚିତ ଭାବେ ସେ ପିଲାଟି ତାଙ୍କର ବିଭିନ୍ନ ସାର୍ଟିଫିକେଟ୍ ବାହାର କରିବା ସହିତ ସେ ପିଲା ବହୁତ ଆଗକୁ ଯିବ ଏବଂ ଭଲ ମାନେ ପାଠ ପଢ଼ି ଦେଶର ନାଁ ରଖିବ। ଇଏ ହେଉଛି ଏକ ବଡ଼ ମନ୍ତବ୍ୟ ଦେଲେ ଅନ୍ତ ବାବୁ। ମୁଁ ଆଉ ଗୋଟେ କଥା ପଚାରି ବୁଝିବି, ବର୍ତ୍ତମାନ ଜଣେ ଭଲ ବାପା ହେବାକୁ ହେଲେ ଗୋଟେ ବାପାର କ'ଣ କର୍ତ୍ତବ୍ୟ ବୋଲି ଆପଣ ଅନୁଭବ କରୁଛନ୍ତି? ବାପା ହବାକୁ ହେଲେ ଆମେ ବିଶେଷ କିଛି ସେମିତି ଆମେ କହିବାକୁ ଚାହୁଁନାହିଁ, ନିଷ୍ଠାବାନ ହେବାକୁ ପଡ଼ିବ। ବାପ ହେବାକୁ ହେଲେ ନିଷ୍ଠାବାନ ହେବାକୁ ପଡ଼ିବ। ଶିକ୍ଷା ଦୀକ୍ଷା ପୁଅକୁ ଯେମିତି ଦେବେ, ସେ ଯେନ ନିଜେ ସେଇ ଶିକ୍ଷା ଦୀକ୍ଷାରେ ଅନ୍ତର୍ଭୁକ୍ତ ରୁହେ। ନେଶା ଭଲ ମନ୍ଦ ସବୁ ଦିଗ ଦିରେ একটু ନିଷ୍ଠାବାନ ହେବାକୁ ଦରକାର ପଡ଼ିବ, ନହେଲେ ନିଶ୍ଚିତ ଭାବେ ମୁଁ ଗୋଟେ କଥା ତ କହିବା କଥା ଯଦି ବା ନୁହଁ, କିନ୍ତୁ ଏତିକି ମୁଁ ପଚାରି ବୁଝିବି, ଆପଣ ଆପଣଙ୍କର ବର୍ତ୍ତମାନ 2 ପୁଅ ଅଛନ୍ତି, ଆପଣ ମାନେ ପୁଅଙ୍କ ଠାରୁ ଠିକ୍ ସେବା ଶୁଶ୍ରୂଷା ପାଉଛନ୍ତି? ମୋଟାମୋଟି ପାଉଛି। ଯାହା ସମାଜ ଦୃଷ୍ଟାନ୍ତେ ବିଶେଷ ଆମେ କିଛି କହିପାରିବୁନି, ମୋଟାମୋଟି ଆମର ଚାଳୁଛି। କିନ୍ତୁ ସେ ଭଲ ପୁଅ ହେବାକୁ ହେଲେ ଯଦି ବାପାର ଯଦି ନିଶ୍ଚିତ ଭାବେ ଆପଣ ମାନେ ଯେଉଁ ମନ୍ତବ୍ୟ ଦେଲେ, କିନ୍ତୁ ଭଲ ପୁଅ ହେବାକୁ ହେଲେ ବାପାଙ୍କ ପ୍ରତି, ପରିବାର ପ୍ରତି, ତାଙ୍କ ମାନେ ସମସ୍ତଙ୍କ ପ୍ରତି କେଉଁ କର୍ତ୍ତବ୍ୟର ଆବଶ୍ୟକତା ରହିଛି ଗୋଟେ ଭଲ ପୁଅ ହେବାକୁ ହେଲେ? ପୁଅ ହେବାକୁ ହେଲେ ବାପା ମା କେମିତି ରହିଲା, ସନ୍ଧ୍ୟା ସକାଳ ଆସିକି ସନ୍ଧ୍ୟା ସମୟ ଆସିକି ଭଲ ମନ୍ଦ ବୁଝିବାର କଥା, ଖାଇଛି ନ ଖାଇଛି ତାକୁ ଟିକେ ଟ୍ରିଟମେଣ୍ଟ ନେବାର କଥା, ସର୍ବ ଆଗରେ ତାର କର୍ତ୍ତବ୍ୟଟା ଏହା। କିନ୍ତୁ ସେଟା ହେଲେ ଯାଇ ମନ ପାଇବ ବାପର, ଯେ ବାପ କି ମାଆର ମନ ପାଇବ ଯେ ପୁଅ ଆମର ଭଲ ମନ୍ଦ ବୁଝୁଛି ଦେଖୁଛି। ଆଉ ସେଟା ଯଦି ନ ପାଇବେ ଟିକେ ମନଟା କଷ୍ଟ ଲାଗିବ ବାପାର କି ମାଆର କି। ନିଶ୍ଚିତ ଭାବେ ପୁଅ ଏବଂ ଝିଅ ସନ୍ତାନ ସନ୍ତତି କ'ଣ ତଫାତ୍ କ'ଣ ଆପଣ ଅନୁଭବ କେବେ କରିଛନ୍ତି, ନା କ'ଣ ସମାନତା ଅନୁଭବ କରିଛନ୍ତି? ପୁଅ আর ଝିଅ ସମାନ ଆମେ ଚିନ୍ତା କରୁ। କାହିଁକି ନା ତାକୁ ଯଦି ପୁଅ ଭଳି ଯଦି ଆମେ ଝିଅଟାକୁ ଆମେ ଭାବୁ, ତାହେଲେ ନିଶ୍ଚୟ ସେ ପୁଅ ପରି କାମ କରିବ। ଆଉ ପୁଅ ଝିଅ ଆମେ ସେମିତି ବାଦ ବିଚାରରେ ଆମେ ରଖୁନାହିଁ, ମନରେ ଆମେ ରଖୁନାହିଁ। ନିଶ୍ଚିତ ଭାବେ ଗୋଟେ ଭଲ କଥା କହିଲେ ଯେ ପୁଅ ହେଉ କି ଝିଅ ହେଉ ସବୁ ସମାନ। ଯଦି ଜଣେ ଭଲ ଝିଅଟି ହେଲେ ତାଙ୍କର ଯଦି ଭବିଷ୍ୟତ ବନେଇ ଦେବେ, ସିଏ ମଧ୍ୟ ପୁଅ ଠାରୁ ଭଲ କାମ କରିବେ। ଏବଂ ଯଦି ଜଣେ ପୁଅ ହେଇକି ଯଦି ବାପା ମାଆଙ୍କର ଠିକ୍ ସେବା ଯତ୍ନ ନ ନେବେ, ସେ ପୁଅର ମଧ୍ୟ ପୁଅ ହେବାର ମଧ୍ୟ ତାଙ୍କର ଯୋଗ୍ୟତା ନାହିଁ। ନିଶ୍ଚିତ ଭାବେ ଅନନ୍ତ ବାବୁ ତାଙ୍କ ମୁହଁରୁ ବା ତାଙ୍କ ଅନୁଭୂତିରୁ ବହୁତ ଯେଉଁ କଥା କହିଲେ, ନିଶ୍ଚିତ ଭାବେ ସମାଜରେ ଏହା ଅତି ଶିକ୍ଷଣୀୟ ଏବଂ ଗ୍ରହଣୀୟ। ଅନନ୍ତ ବାବୁ ଆଉ ଗୋଟେ କଥା ପଚାରିବି, ସୁନିଧି ପଞ୍ଚାୟତର ବର୍ତ୍ତମାନ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ଉନ୍ନତି ପାଇଁ, ସରପଞ୍ଚ ହେଉ, ବୁଦ୍ଧିଜୀବୀ ହେଉ, ପ୍ରତ୍ୟେକ ଗ୍ରାମର ମୁରବୀ ହେଉ, ଆପଣ ସେମାନଙ୍କୁ କିଛି ଉପଦେଶ ଦେବେ? ହଁ, ଗୋଟେ କଥା କହିଲେ, ଆଜିକାଲି ପିଲା ଆମର ସମୟ ଚାଲିଯାଇଛି, ଏବେ ଆଗାମୀ ଭବିଷ୍ୟତ ସେମାନେ ସତ୍ ଚିନ୍ତା ସଦ୍ଭାବନା ନେଇକରି ଆମର ପଞ୍ଚାୟତଟାକୁ ଗଠନ କରିଲେ ଆମେ ଟିକେ ଖୁସି ହେବା। କିନ୍ତୁ ବାଦ ବିଚାର କରିଲେ ସେখানে ଆମର ମନ କଷ୍ଟ ହେବ। ତେଣୁ କରିକି ସେମାନେ ଯଦି ଭଲ ରାସ୍ତାରେ ଚଲିବେ, ଭଲ ଦିଗ ଦେଖେଇବେ, ତାହେଲେ ଆମେ ଭଲ ଚିନ୍ତାରେ ଆମେ ରହିବୁ, ଭଲ ଭାବରେ ଚଳିବୁ। ତେଣୁ କରିକି ସେମାନଙ୍କୁ କହିବାର କଥା ଯେ ଭଲ ଭାବେ ତମେ ନିଷ୍ଠାର ସହିତ ପଞ୍ଚାୟତ ପରିଚାଳନା କର। ଆପଣଙ୍କ ଥିବା ଅବସ୍ଥାରେ ଅନେକ ସରପଞ୍ଚକୁ, ଗୋଟେ ସରପଞ୍ଚର 5 ବର୍ଷ ତାଙ୍କର ପିରିୟଡ଼ ଥାଏ ବା ଟର୍ମ ଥାଏ। ଆପଣଙ୍କ
जीवन रे अनेक सरपंच को देखा करिसेंती, अनेक सरपंच आछंती, अनेक सरपंच आइछंती। आपणकर प्रिय पसंद माने पसंदर बा आपणक पसंद नो समाज पई हितरे थिबा सरपंचर ना कहिबे कि को सरपंच भलो थिले? देखो सेटा सेटा विषय कहवाकू आमे अपछंद कहीं से जे जा करिछि तांकर हितकर्म पाई से रही आउ जे आगे आसछि से जदि आमर समाज गठन पाई जदि सुचिंता नहीं काम करेंगे से निश्चय 5 बछर जे 10 बछर छिड़ा ही रही ताबे आमे से विषय मंतव्य किछु देबु। निश्चित भाव ये तो गोटे ये हो पक्षपात हो खराब क्या भल किंतु माने भल काम बा जो माने जो माने सरपंच आसचंती तांको अनंत बाबू गोटे कथा कहले जे भी आसचंती मन भितर सुनीतिर स्वार्थ पाई जदि लोकंक पाखरे पहुँचबे एवं असुविधा सुविधार पाखरे ठिया हेबे निश्चित भाव से हेबे लोकप्रिय प्रिय सरपंच। जाऊ सभा शेष में गोटे कथा कहबी मु हूँ आपणक पंचायतर पुआ तेणु आपण को ये पदक्षेप किपरि लगिला ये पदक्षेप आपण कौन टिप्पणी देबे? आमे ये पुओ को आमे धन्यवाद दौचु स्वागत योग्य पदक्षेप नहीं एमती करिले समाज निश्चय ये दीक्षा शिक्षा दीक्षा रे आगे ही गले आम समाज उन्नति हम। तो पूर्व सुनीति पंचायतर पूर्वतन बुद्धिजीवी मुरबी वर्तमान से तांकर वार्धक्य बयसरे से घरे अछंती तांको पाखरु आमे तांकर प्रतिक्रिया नैथिलु भल मंद बुझीथिलु से मध्य समाज पई भल भल उपदेश देले जे लोकप्रिय जननेता हबाकु हेले कोन करियाकु पड़िबो ना लोकंकर असुविधा सुविधा ठिया हबाकु पड़िबो भल बापा हबाकु हेले निष्ठावान हबाकु पड़िबो भल पुओ हबाकु हेले बापा मार कर्तव्य करियाकु पड़िबो एवं पुओ झियो सबु समान तांको अनुभूति तांको वक्तव्य कहले एवं पूर्वर आउ गोटे कथा कही जे सरकार जदि ए उपात अंचल सुनीति पंचायत हो कि जम्बू पार्श्ववर्ती पंचायत जो सेटलमेंट है जमी जमा कथा बुझे ये सुनिले अनंत बाबू भिडियो अनंत बाबू कथा आम आशा करुँ निश्चित भाव आपन को भल लगुवे एमती भिडियो एमती साक्षात्कार शुणापी बा जानापी आपण मैंने तापस बेरा लाइव यूट्यूब चैनल को सब्सक्राइब करूँ एमती प्रत्येक भिडियो आपण पाखरे पहुँचे। नमस्कार।